କେମିତି ଅଛ? ଆମେ ଭାତ ଖାଇ ସିରେଇଲିଣି। କୋଉଠି ସିରେଇଲିଣୁ? ଭାତ ତ ବର୍ତ୍ତମାନ ଅଛି, ଭାତ ଖିଆ ହେଇନି, କୋଉଠି ସିରେଇଲିଣି? ଆଇସଙ୍କ ମାନେ ଭଲରେ କହୁନୁ। ମୋର ଖାଇବା ସରିଗଲା। ଆଉ ରୀତା ଆଉ ଆନିମା ତାଙ୍କର ଦୁଇ ଜଣ ବର୍ତ୍ତମାନ ଖିଆ ଆରମ୍ଭ ହେଇଯାଇଛି। ଏପଟେ ଟାଇମ୍ ବି ହେଇଗଲାଣି, ଆମର ହାତରେ ବହୁତ ଟାଇମ୍ କମ୍ ଅଛି। ଫ୍ରେଣ୍ଡସ୍, ଆପଣମାନେ କେମିତି ଅଛନ୍ତି? ମୁଁ ଆଶା କରୁଛି ଆପଣମାନେ ବହୁତ ଖୁସିରେ ଥିବେ, ବହୁତ ବିନ୍ଦାସରେ ଥିବେ। ସେମିତି ଖେଳନା ସକାଳୁ ଉଠିକି ମୋ ଝୁଅ ଦେଖିବାକୁ ଥିବ ଫ୍ରେଣ୍ଡସ୍, ସେ ତାର ଦେଖ ଚାଉଁକରି ଖେଳୁଛି, ମୁଣ୍ଡ ବୁଲେଇବ, ସେମିତି ଖେଳନା ହେଲା। ଆରେ କଥା ମାନୁନି, ଏ ଝୁଅଟା କଥା ମାନୁନି, ସେମିତି ଖେଳନା ହେଲା। ସକାଳୁ ଉଠିକି ଗାଧୁଆ ପାଧୁଆ କରିକି ମୁଁ ପୁରା ଫେସ୍ ଫାସ୍ ହେଇଯାଇଛି। ଆଉ ଆମର କମ୍ପାନୀ ଟାଇମ୍ ବି ହେଇଗଲାଣି। ଆଉ ତାର ଆମର ରୋଷେଇବାସ କରିକି ତାର ରେଡ଼ି ହେଇଯାଇଛି। ଆଉ ରୀତା ଯାଇଛି ଗାଧୋଇବା ପାଇଁ। ଭିଡ଼ିଓରେ ମୋ ଝୁଅ କହୁଥିଲା ଯେଉଁ ପିଆଜ ପତ୍ର ରଖିଲେ ପର୍ସ ଭିତରେ ସେ ପଇସା ହେବ। ଏବେ ସକାଳୁ ହେଇଯାଇଛି, ସିଏ କହୁଛି ବାବା ଯେଉଁ କାଲି ଯେଉଁ ପିଆଜ ପତ୍ର ଲେଖିଥିଲୁ ସେ ପର୍ସ ଭିତରେ ଅଛି ଯେଉଁ ପିଆଜ ପତ୍ରଟା, ପଇସା ହେଇଥିବ, ମୁନି ପର୍ସଟା ଦେଖେ। ଇରେ ନାଇଁ, ଏତେ ଶୀଘ୍ର ହେବନି, ଗୋଟେ ସପ୍ତାହ ପରେ ଦେଖିବା ହେଲା। ପଇସା ପୁରା ଭରପୁର ହେଇଥିବ, ଗୋଟେ ଆଟାଚ ପଇସା ହେଇଥିବ ହେଲା। ବୁଢ଼ା ଦୋକାନକୁ ଯିବୁ ହେଲା, ଆଉ ଚକୋଲେଟ୍ ମକଲେଟ୍ କୁରକୁରି ବହୁତ ଖାଇବୁ ହେଲା କି। ମୁଁ କେତେ ଖୁସି ଦୁଷ୍ଟ ହନା ମୋର ଦୁଷ୍ଟ ହନା। ଆଉ ତାରା ମୋ ପାଇଁ କ'ଣ କରୁଛନ୍ତି ଦେଖିବା। ଭାତ ବାଢ଼ି ଦେଇଛନ୍ତି ଖାଇବା ପାଇଁ, ପୁରା ଟାଇମ୍ ବି ହେଇଗଲାଣି ସେଥିଲାଗି। ଆଉ ଆଜିକା ତରକାରୀ କ'ଣ ହେଇଛି? ଆଜିକା ତରକାରୀ କେମିତି ଅଛ? ଆମେ ଭାତ ଖାଇ ସିରେଇଲିଣି। କୋଉଠି ସିରେଇଲିଣୁ? ଭାତ ତ ବର୍ତ୍ତମାନ ଅଛି, ଭାତ ଖିଆ ହେଇନି, କୋଉଠି ସିରେଇଲିଣି? ଆଇସଙ୍କ ମାନେ ଭଲରେ କହୁନୁ। ଭଲରେ ଅଛ? ଭଲରେ ଅଛ? ମୁଁ ବି ଭଲରେ ଅଛି। ମୁଁ ବି ଭଲରେ ଅଛି। ଆପଣ ଭଲ ରହିଲେ ମୁଁ ବି ଭଲରେ ରହିବି। ତମେ ଭଲ ରହିଲେ ମୁଁ ବି ଭଲରେ ରହିବି। ମୁଁ ଭଲରେ ରହିବି। ଆଉ ଓଡ଼ିଆ କଥା କେବେ ଶିଖିବ ଲୋ ତୁ? ଓଡ଼ିଆ କଥା କେବେ ଶିଖିବୁ ଆଉ କହିବୁ ତୁ? ତୁ ଆନିମା କହୁଛି ମୁଁ ବ୍ଲକ୍ କରି ବାପା ମୋତେ ଦବ। ଦେଖିଲା ବେଳେ କ୍ୟାମେରା ଏପଟ ସେପଟ ଏମିତି ଥର କରୁଛି। ଆଉ ଏବେ କହୁଛି ହାଏ ସାଙ୍ଗମାନେ କେମିତି ଅଛ? ଆଉ ମୁଁ ଭାତ ଖାଇ ସରିଗଲାଣି। ଭାତ ତ ଏଇଠି ଥୁଆ ହେଇଛି, ଜମା ଖିଆ ହେଇନି, ତୋର କେତେବେଳେ ସରିଗଲା ଲୋ? ହସ। ଆଉ ଏଥର ଆମେ କେମିତି ଅଛ? ଆମେ କେମିତି ଅଛ ସେଇଟାକୁ କେତେ ଥର କହିବୁ? ଆମେ କେମିତି ଅଛ, ଆପଣମାନେ କେମିତି ଅଛନ୍ତି କହ। ହାଏ ସାଙ୍ଗମାନେ ଆମେ କେମିତି ଅଛ? ଭାତ ଖାଇ ସିରେଇଲିଣି। ବାସ୍ ସିରେଇଲିଣି ବି ଭାତ ଅଛି, ଭାତ ସରିନି। ବର୍ତ୍ତମାନ ବାପା ସାଙ୍ଗରେ ଖାଇବି କହ। ବାପା ସାଙ୍ଗରେ ଭାତ ଖାଇବି। ମୁଁ ବାପା ସାଙ୍ଗରେ ଭାତ ଖାଇବି। ବାସ୍ ଖାଇକି କୁଆଡ଼େ ଯିବିନି, ଘରେ ରହିବି ରୁମ୍ରେ। ଓ ଏଇଠି ମୁଁ ଆଜି ପେମେଣ୍ଟ ମିଳିବ, ଆଜି ଶନିବାର ହେଲା। ଆଜି ହାଟ ବାରି, ଆମର ସିଆଡ଼ୁ ହାଟ କରି ଆସିବୁ, ତୋ ପାଇଁ ଖାଇବା ନେଇ ଆସିବୁ। ଘରେ ରହିବୁ। ଆଉ ପଇସା କାଲିଠୁ ଦେଇ ରଖିବି, 10 ଟଙ୍କା ଦେଇ ରଖିବି ହେଲା କି। ବିସ୍କୁଟ ଆଣି ଖାଇବି। ଫାଇନାଲି ଆମ ଖାଇବା ପାଇଁ ମୁଁ ବସିଗଲିଣି। ଆଉ ବର୍ତ୍ତମାନ ଆମର ତରକାରୀ ହେଇଛି ବନ୍ଧାକୋବି ଆଳୁ, ଆଉ ଗୋଟେ ହେଉଛି ଶୁଖୁଆ ଆଉ ଟମାଟୋ, ଦୁଇଟା ତରକାରୀ ହେଇଛି। ବର୍ତ୍ତମାନ ଟେଷ୍ଟ କରିବା କେମିତି ଲାଗୁଛି। ତାର ତମ ରୋଷେଇଆ ଅଛି, ଆଉ ସକାଳୁ ଉଠିବ ରୋଷେଇ କରିଦେବ ରେଡ଼ି। ବାସ୍ ଦିନ ସାରା ଅଣ୍ଡା ଟୁକିବ, ଦିନ ସାରା। ଭଲ ଅଛି, ହେଲେ ପଥର ମିଶିଛି, ନରମ ପଥର ନା ଲୋ। ଖାଇଲେ ଜାଣିବୁ। ଶୁଖୁଆ ଏଇଟା ମସ୍ତ ହେଇଛି, ଜବରଦସ୍ତ ହେଇଛି। ସିରିୟସଲି ସାଙ୍ଗମାନେ ମୋର ଖାଇବା ସରିଗଲା। ଆଉ ରୀତା ଆଉ ଆନିମା ତାଙ୍କର ଦୁଇ ଜଣ ବର୍ତ୍ତମାନ ଖିଆ ଆରମ୍ଭ ହେଇଯାଇଛି। ଏପଟେ ଟାଇମ୍ ବି ହେଇଗଲାଣି, ଆମର ହାତରେ ବହୁତ ଟାଇମ୍ କମ୍ ଅଛି। ଆଉ ଏମାନେ ମା ଝିଅ ବର୍ତ୍ତମାନ ଖାଇବା ପାଇଁ ବସିଲେ। ଆଉ ଇଏ ସକାଳୁ ଉଠିକି ମୁହଁ ବି ଧୋଇନି, ବ୍ରସ୍ ବି କରିନି, ଯେତେବେଳେ ତା ମା ସାଙ୍ଗରେ ଖାଇବାକୁ ବସିଯାଇଛି। ଚଳିବ ଚଳିବ ସେମିତି। ହଉ ହେଇଯିବ। ନାଇଁ
ଶୀଘ୍ର ଖାଇଦିଅ। ଜଲ୍ଦି ଖାଲୋ ଟାଇମ୍ ହେଇଗଲାଣି। ଆଜି 9:30 10ଟାରେ ପହଞ୍ଚିବ ଆଉ। ଏବେ ବର୍ତ୍ତମାନ ସାଙ୍ଗମାନେ ଟାଇମ୍ ହେଇଗଲା 9ଟା। ଆଉ କେନେ ଆଉ କାମ ଟିକେ ସ୍ଲୋ ଚାଲୁଛି ବୋଲି ଆମର କଣ୍ଟ୍ରାକ୍ଟର କହିଛନ୍ତି ଯିବା ପାଇଁ 9:30 ଭିତରେ ପହଞ୍ଚିବା ପାଇଁ। ଆମର 9ଟା ହେଇଗଲା। ଆଉ ଏଠୁ ଲାଇନ୍ ବସ୍ ଧରିବାକୁ ପଡ଼ିବ। ଆଉ ହଁ 15 କିଲୋମିଟର ଯିବାକୁ ପଡ଼ିବ। ଆଉ ଏଠି ମାନେ ଲେଡ଼ିଜ୍ ଝିଅମାନଙ୍କ ପଇସା ନାହିଁ, ଫ୍ରିରେ ଯାଉଛନ୍ତି। ଆଉ ଆମର ହେଲା 5 ଟଙ୍କା ଲେଖା ନେଉଛନ୍ତି ଭଡ଼ା। ଆଉ କାମ ପୁରା ବହୁତ ସ୍ଲୋ। ଆଉ ଗୋଟେ ସପ୍ତାହ କାମ କରୁଛୁ, ଯାହା ଯଦି ପଇସା ମିଳିବ ସେଇଟା ଭଗବାନ ଜାଣେ କେତେ କ'ଣ ମିଳିବ, ସେଇଥିରେ ଆମେ ଆଡ଼ଜଷ୍ଟ ଚଳିବୁ। ଆଉ ରୁମ୍ ଭଡ଼ା ବି ହେଇଯାଇଛି। ମାନେ ବହୁତ କାମ ବି ଅଛି। ସେ ପଇସାରେ ତ ହେଇପାରିବନି କିଛି। ଦେଖିବା ଆଉ ଆର ମାସକୁ ମୁଁ ଗାଁକୁ ଯିବାକୁ ପଡ଼ିବ, 2 ପଇସା ଧରିକି ଯିବାକୁ ପଡ଼ିବ। ଏ ଛୁଆ ଖାଇଲୁ? ଆନିମା ଖାଇକି 2 ମୁଠା ଖାଇକି ବସିଲାଣି। ହଉ କିଛି ଜାଣିନି ଆଉ। ଜଲ୍ଦି ଖା ଟାଇମ୍ ବି ହେଇଗଲାଣି। ତାରୁ ତୁ ଗାଧେଇଲୁ? ରେ ଗାଧୁଆ ସରିଗଲା? ଗାଧେଇବାକୁ 12ଟା ହେବ। ଫ୍ରେଣ୍ଡ ଖାଇବା ପୁରା ଆମର ସମସ୍ତଙ୍କର ଶେଷ ହେଇଯାଇଛି। ଆଉ ଏବେ ପୁରା ବାହାରିକି ଯାଉଛୁ। ବ୍ୟାଗ୍ ବି ଦୁଇଟା ଧରିଛନ୍ତି, ସଉଦା ଆଣିବା ପାଇଁ ବ୍ୟାଗ୍ ବି ଧରିଛନ୍ତି। ଆଉ ଖାଇବା ବ୍ୟାଗ୍ ବି ନେଇକି ଯାଉଛୁ। ଆଉ ଆସିବୁ 5ଟା ବେଳେ। ଆଉ ଭିଡ଼ିଓଟି ଛୋଟ ଭିଡ଼ିଓଟି ହେଇପାରେ ସାଙ୍ଗମାନେ, କ୍ୟାମେରା ବି ଭଲ ନାହିଁ। ଏଇ କ୍ୟାମେରାରେ ଆମେ ଭିଡ଼ିଓ କରୁଛୁ। ଯଦି ଭିଡ଼ିଓଟି ଯଦି ଭଲ ଲାଗେ ସବସ୍କ୍ରାଇବ୍ କରିବାକୁ କେବେ ଭୁଲିବନି, ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ କେମିତି କ'ଣ ଭିଡ଼ିଓଟା ହେଇଛି, ଛୋଟିଆ ଭିଡ଼ିଓଟି। ଆଉ ଭିଡ଼ିଓ କରିବା ପାଇଁ ବି ସମୟ ହେଉନି ସାଙ୍ଗମାନେ। ଆଉ ଦେଖିବା ଆଗକୁ ଚେଷ୍ଟା କରିବା ଭଲ ଭିଡ଼ିଓ କରିବା ପାଇଁ। ଆମକୁ ସପୋର୍ଟ କରନ୍ତୁ। ଆଉ ରହୁଛି, ଜୟ ଜଗନ୍ନାଥ।